ନିଶାସକ୍ତ ଯୁବକର ଉନ୍ମୁକ୍ତ କାଣ୍ଡ, ବୃଦ୍ଧାଙ୍କୁ ଛୁରୀ ମାଡ଼, ଯୁବକ ଅଟକ। ଅମର୍ଦା ରୋଡ ବାରିପଦା ମୁଖ୍ୟ ରାସ୍ତାର ଗେଟ୍ ବଜାର ରେଳ ଫାଟକ ନିକଟସ୍ଥ ଅମ୍ବିକା ମେସ୍ର ଜଣେ ବୃଦ୍ଧା ଭଡ଼ାଟିଆଙ୍କୁ ଜଣେ ଯୁବକ ଛୁରୀମାଡ଼ କରିଥିବା ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଅମର୍ଦା ରୋଡ ଫାଣ୍ଡି ପୋଲିସ ଆଜି ଅପରାହ୍ନ ଉଠାଇ ଆଣି ଫାଣ୍ଡିରେ ଅଟକ ରଖିଛି। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଶ୍ୟାମାନନ୍ଦପୁର ଗ୍ରାମର ଅକ୍ଷୟ ପାତ୍ରଙ୍କ ଭଉଣୀ ଅନ୍ନପୂର୍ଣ୍ଣା ଗିରି ଓ ବସ୍ତା ଥାନା ମାଛିଆ ଗ୍ରାମର ଅମୂଲ୍ୟ ପାତ୍ର ଦୁହେଁ ପଡ଼ୋଶୀ ଭାବେ ଉକ୍ତ ମେସ୍ରେ ଭଡ଼ା ନେଇ ରହୁଥିଲେ। ତେବେ ଅନ୍ନପୂର୍ଣ୍ଣା ସେଠାରେ ଦୀର୍ଘ ବର୍ଷ ଧରି ରହି ଆସୁଥିବା ବେଳେ ଅମୂଲ୍ୟ ଅଳ୍ପକେ ଦିନ ଧରି ସେଠାରେ ରହି ଆସୁଥିଲେ। ଅମୂଲ୍ୟ ପେଶାରେ ଜଣେ ଗାଡ଼ି ଡ୍ରାଇଭର ହୋଇଥିବାରୁ ପ୍ରତ୍ୟେକ ଦିନ ପେଟେ ମଦ ପିଇ ବିଳମ୍ବିତ ରାତିରେ ମେସ୍କୁ ଫେରିଥାନ୍ତି। ତେବେ ସକାଳ ସମୟରେ ଉଠି ମଦ ନିଶାରେ ଥାଇ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରୁମ୍ ବାହାରେ ପରିସ୍ରା କରିଥାନ୍ତି। ଏହା ଦେଖି ଅନ୍ନପୂର୍ଣ୍ଣା ଓ ତାଙ୍କ ବୃଦ୍ଧା ମା ବିରକ୍ତ ଭାବ ପ୍ରକାଶ କରିଥାନ୍ତି। ତେବେ ଗତକାଲି ବିଳମ୍ବିତ ରାତିରେ ଅମୂଲ୍ୟଙ୍କ ସହ ସମ୍ପର୍କୀୟ ଭାଇ ପେଟେ ମଦ ପିଇ ମେସ୍କୁ ଆସିଥିଲେ। ଫଳରେ ଆଜି ସକାଳେ ଅମୂଲ୍ୟ ଉଲଗ୍ନ ଅବସ୍ଥାରେ ରୁମ୍ ବାହାରେ ପରିସ୍ରା କରୁଥିବା ସମୟରେ ଅନ୍ନପୂର୍ଣ୍ଣାଙ୍କ ମା ଦେଖିପାରି ତାଙ୍କୁ ତାଗିଦ କରିଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ଅମୂଲ୍ୟ ଏଥିରେ କ୍ରୋଧାନ୍ୱିତ ହୋଇ ଘରୁ ଏକ ଧାରୁଆ ଛୁରୀରେ ବୃଦ୍ଧାଙ୍କ ବେକ ଓ ବାମ ହାତର କଚଟି ସ୍ନାୟୁ ଶିରା ଉପରକୁ ଦୁଇଥର ପ୍ରହାର କରିଥିଲା। ଫଳରେ ଉକ୍ତ ବୃଦ୍ଧାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ରାସଗୋବିନ୍ଦପୁର ହସ୍ପିଟାଲ ଓ ପରେ ବାରିପଦା ସ୍ଥିତ PRM ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ମେସ୍ ମାଲିକ ମଦନ ମୋହନ ପାଳ ଓ ଅନ୍ୟ ଭଡ଼ାଟିଆ ଦୁଇ ଯୁବକଙ୍କୁ କୋଠରୀ ଭିତରେ ପୂରାଇ ବାହାରୁ ତାଲା ପକାଇ ଦେଇଥିଲେ। ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ଘଟଣାସ୍ଥଳରେ ପହଞ୍ଚି ବନ୍ଦ କୋଠରୀରୁ ଦୁଇ ଯୁବକଙ୍କ ମଧ୍ୟରୁ ଅମୂଲ୍ୟଙ୍କୁ ଉଠାଇ ଆଣି ଫାଣ୍ଡିରେ ଅଟକ ରଖିଛନ୍ତି। ଘଟଣା ସମ୍ପର୍କରେ ବୃଦ୍ଧାଙ୍କ ସାନ ପୁଅ ଅକ୍ଷୟ ପାତ୍ର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ବେଳେ ମେସ୍ ମାଲିକ ଶ୍ରୀଯୁକ୍ତ ପାଳ ମଧ୍ୟ ଅନ୍ୟ ଏକ ଏତଲା ଦେଇଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର। ଆପଣ ନାଁ ଟିକେ କହିଲେ? ମଦନ ମୋହନ ପାଳ। ଆପଣ ଗୋଟେ ଅଭିଯୋଗ କରିଛନ୍ତି ଥାନାରେ, କ'ଣ ଅଭିଯୋଗ କରିଛନ୍ତି କୁହନ୍ତୁ? ମୋ ମେସ୍ର ଜଣେ ଭଡ଼ାଟିଆ ରହିଥିଲା, ସେ ଗାଡ଼ିରେ ଡ୍ରାଇଭିଂ କରୁଥିଲା। ମୁଁ ତାର ଆଧାର କାର୍ଡ଼ ବି ରଖିଛି। ଆଜି ହଠାତ୍ ଖବର ମୁଁ ପାଇଲି, ବିଲରେ ମୋର କାମ ହେଉଥିଲା। ବିଲରେ କାମରେ ଏଠି ମେସ୍ରୁ ଫୋନ୍ କଲେ ଯେ ତୁମ ମେସ୍ର ଜଣେ ଡ୍ରାଇଭର ସେ ଛୁରୀ ଧରିକି ବୁଡ଼ୁଛୁ, କାହାକୁ ମାରିବ। ମୁଁ ଆସିଲା ବେଳକୁ ଦେଖିଲି ଜଣେ ବୁଢ଼ୀକି ଆମ ମେସ୍ର ସେ ରୁହେ, ଏଇ 7-8 ଦିନ ହେଲା ସେ ତା ଝିଅ ପାଖକୁ ଆସିଥିଲା। ତା ହାତରେ ଆଉ ତା ହାତରେ ଦୁଇଟା, ତା ବେକରେ ଛୁରୀ ଲାଗିଛି। ତାପରେ ମୁଁ ସେଇପାଇଁ ଥାନାକୁ FIR ଦେଇଦେଲି। ଆଉ ଥାନାକୁ ଆସିଛନ୍ତି? ଥାନାକୁ ଆସିଛନ୍ତି। ସେ ଯିଏ ମାରିଥିଲା ତାଙ୍କ ଘର କେଉଁଠି ଆପଣ ଜାଣିଛନ୍ତି? ହଁ, ତାଙ୍କ ଆଧାର କାର୍ଡ଼, ତାଙ୍କ ଘରଟା ହେଉଛି ମାଛିଆ। ହଁ। ତ ସେ କାହିଁକି ମାରିଛି ବୋଲି ଭାବୁଛନ୍ତି? ନିଶା ତ ଖାଇଛି, ଆଉ ନିଶା ତ ଦେଖିଲିନି, ଯାହା ପଚାରିଲେ ସିଏ ତ କହୁଛି ମୁଁ ମାରିନି ବୋଲି। ଆଉ ମାଉସୀ ଟିକେ ନାଁ କୁହନ୍ତୁ? ଅନ୍ନପୂର୍ଣ୍ଣା ଗିରି। ଘଟଣା କ'ଣ ହେଇଛି କୁହନ୍ତୁ? ଘଟଣା ସାର୍, ମୁଁ ତ କାମକୁ ଯାଇଥିଲି। ଆଉ କାଲୁପୁର ଭାଷା ଟିକେ ବହୁତ ଗଣ୍ଡଗୋଳ, ବହୁତ ଭାଷା ସେ ଭାଷା କଦର୍ଯ୍ୟ ଭାଷା ଚାଲିଛି। ତାମାନେ 2 ଜଣ ପିଲା ରହୁଛନ୍ତି, ବହୁତ ମଦ ପିଆ ପିଇ ବହୁତ ଇଏ, ଆଉ ଯାହାକୁ କଣ୍ଟ୍ରୋଲ କଲା ବେଳକୁ ବି ସେମାନେ ମାନୁନାହାନ୍ତି। ତେଣୁକି ଆଜି ସେଇ ରାଗର କିସ କେଜାଣି ମାଆକୁ ଛୁରୀ ଫୁରି ମାରିକି ଏକଦମ ଇଏ ମୁସ୍କିଲ କରିଦେଇଛନ୍ତି। 2ଟା ହସ୍ପିଟାଲ ମନା କରିସାରିଲେଣି, ବାରିପଦା ଆମେ ଅଫର କରିଦେଇଛି। କାହିଁକି ମାନେ ସେ 2 ଜଣ କିଏ ଆମେ ଜାଣିନୁ, ଆମେ ତ ଭଡ଼ା ରହୁ, ସେମାନେ ବି ତ ଭଡ଼ା ରହୁ ହେଲା। ଆମ ସମ୍ପର୍କ ଏଇଠି ପରା ରୁମ୍ ପାଖରେ ରୁମ୍ ଆମେ ରହିଛୁ ଅମରଦାରେ। ଏଇ ତ ଘଟଣା। ଆଉ ଏଇ ତ ବିନା ଦୋଷରେ ତ ଏଇ ତ ମାରିଛନ୍ତି ତାର। ଆଉ ଏଇ ନା ନା କିଛି ନାହିଁ। ସେ ମୁଁ ତ ଏଇ 15 ଦିନ ହେଲା ଆସିକି ରହୁଛି। ଏଇ ଆମ ଗୋଟେ ରୁମ୍, ତା ପାରି ରୁମ୍ଟାରେ ଆମେ ରହୁ। ପୋଲିସକୁ ଖବର ଦେଇଥିଲେ? ମୁଁ ଥରେ ଦେଇନି, ମାଲିକ ଦେଇଛନ୍ତି, ଭାଇ ସେପଟେ ଦେଇଛନ୍ତି। ବର୍ତ୍ତମାନ ଯେ ଆପଣଙ୍କ ମାଆଙ୍କୁ ଯେ ଛୁରୀ ମାରିଛନ୍ତି, ଆପଣ ଚାହୁଁଛନ୍ତି କ'ଣ? ସେ 2 ଜଣଙ୍କୁ କ'ଣ ହେବା ଦରକାର? ସଜା ମିଳିବା ଦରକାର, ମୋ ନ୍ୟାୟ ଦରକାର। ବିନା ଦୋଷରେ ଏତେ ବୟସ୍କ ଲୋକକୁ ମାରିବା କ'ଣ, କିସ କ'ଣ ତାର ଭୁଲ ଥିଲା, ସେଇଟା ଆମେ ଚାହୁଁ। ମୁଁ ଚାହେଁ ଏତିକ।